ଯାଜପୁର ଜିଲ୍ଲା ବିଜେପି ଅଭିଲାଷ मैडम कौन कोई व्याधि सत्य नहीं करेंगे अपन को चलने को बना अपन कितने विषय तो क्या कौन कोई चलेंगे ତେବେ ଜେଲା ତରଫରୁ ଯେହେତୁ ମନ୍ଦିର ଜିଲ୍ଲା ସଭାପତି ଭାବରେ ରାଜଧାନୀଙ୍କ ତରଫରୁ ସମ୍ମାନିତ କରୁଥିବାରୁ ମୁଁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି, ଧନ୍ୟବାଦ କରୁଛି ଯେ ସେମାନେ ଜିଲ୍ଲା ସଭାପତି ଯାଜପୁର ଜିଲ୍ଲାର ସଭାପତିଙ୍କର ଗୁରୁତ୍ୱ ବୁଝିଛନ୍ତି ଏବଂ ତାଙ୍କର ଶ୍ରଦ୍ଧା ଭଲ ପାଇବା ତାଙ୍କର ସମ୍ମାନ କୃତଜ୍ଞତା ଦଉଛି ଏବଂ ଧନ୍ୟବାଦ। आगामी युवपीढ़ी के कौन अपन बात रखिए आगामी युवपीढ़ी राजनैतिक परिस्थिति जेभଳି ଦେଶରେ ରାଜ୍ୟରେ ଏବଂ ଜିଲ୍ଲାରେ ଚାଲିଛି ତାକୁ ସୁଧାରିବାକୁ ହେଲେ ଆମେ ନିଜକୁ ଛାତ୍ର ସମାଜ, ଯୁବ ସମାଜ, ମହିଳା ସମାଜ ଏବଂ ସମସ୍ତ ବରିଷ୍ଠ ନେତୃତ୍ୱ ବା ନାଗରିକମାନେ ଆମେ ସମସ୍ତେ ଆଗେ ନିଜକୁ ଶୃଙ୍ଖଳିତ କରିବା, ସଂସ୍କାରିତ କରିବା ଏବଂ ଆଜିର ଶାସନକୁ ଏକ ତ୍ୱରାନ୍ୱିତ ଗତିରେ ନେବା ପାଇଁ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଦର୍ଶ, ତାଙ୍କର ଯୋଉ ଆଡମିନିଷ୍ଟ୍ରେଟିଭ ଟେକ୍ନୋଲୋଜି ଯାହା ସବୁ ରହିଛି ତାକୁ ଆମେ ଆଧାର କରିକି ଆଗକୁ ଯିବା ପାଇଁ ଯୁବପିଢି ହଉ ବା ମହିଳା ପିଢି ହଉ କିମ୍ବା ସମସ୍ତ ବରିଷ୍ଠ ନେତୃତ୍ୱ ମାନଙ୍କୁ ହଉ ସମସ୍ତେ ଏ ରାଜନୈତିକର ପରିବେଶର ପରିସ୍ଥିତିକୁ ଆଗକୁ ନେବା ପାଇଁ ଏକ ଶୃଙ୍ଖଳିତ ମାନସିକତା ଦରକାର। ସାଧାରଣ ଲୋକଙ୍କ ଜୀବନର ସମସ୍ୟାକୁ କିଭଳି ପ୍ରଶାସନିକ କ୍ଷେତ୍ରରେ ସହଜରେ ପହଞ୍ଚି ପାରିବ ଏବଂ ପ୍ରଶାସନିକ ବା ସରକାରୀ ଯୋଜନା ଗୁଡ଼ିକ ଆମର ପ୍ରଧାନମନ୍ତ୍ରୀ ମୋଦୀ ଯୋଉ ଜନମଙ୍ଗଳକାରୀ ଯୋଜନା ଗୁଡ଼ିକ କରିଛନ୍ତି ତାକୁ ଗାଁର ସାଧାରଣ ଲୋକଙ୍କ ପାଖରେ ସେ ଯୋଜନା କିଭଳି ପହଞ୍ଚିବ, ସେ ଯୋଜନାର କେମିତି ସେ ସୁଫଳ ପାଇବ, ଏସବୁ ଦିଗରେ ଆଜିକାଲି ଯୁବପିଢି ସଚେତନ ହେବା ଦରକାର। ସାଧାରଣ ଲୋକ ଗରିବ ଲୋକଟି ପାଖରେ ପହଞ୍ଚିବା ଦରକାର, ତାର ଦୁଃଖ ସୁଖ ତାର ବିଭିନ୍ନ ସମସ୍ୟା ସହିତ ଜଡିତ ହୋଇ ଆସୁ ସମାଧାନ ପାଇଁ ତତ୍ପର ହେବା ଦରକାର ଏବଂ ରାଜନୀତି କ୍ଷେତ୍ରରେ ଯାହା ଯାହା ଅଘଟଣ ଘଟୁଛି ବା ଯାହା ଯାହା ବିଦ୍ରୋହ ହଉଛି ତାକୁ ଶୃଙ୍ଖଳାର ସହିତ ସମାଧାନ କରି ଆଗକୁ ଦେଶକୁ, ରାଜ୍ୟକୁ ଏବଂ ଜିଲ୍ଲାକୁ ଏକ ଅଗ୍ରଗତିର ଶିଖରରେ ପହଞ୍ଚିବା ପାଇଁ ସମସ୍ତେ ତତ୍ପରତା ହେବାର ଆବଶ୍ୟକତା ରହିଛି।